ବାବୁ ଜୁହାର ବାବୁ। ଜୁହାର। ବାବୁ କାଲି କଣ ଆସି ଶୋଇ ପଡିଥିଲି 10ଟା ବେଳେ ଥିଲା, ମୁଁ ନା ଦେଖିଲା ବେଳକୁ ଫୋନ ଥିଲା। କଣ ହେଲା ତ ହଉଛି କଣ କହିଲୁ ଗୋଟେ ଶୁଣେ ଅସୁବିଧା କଣ ହଉଛି? ଅସୁବିଧା ବାବୁ କିଛି ନାହିଁ, ମୁଁ ସବୁ ତ ବିଶେଷ କାଲି ଫୋନ କଲା ମୁଁ କହିଲି ଯେ ଟାଉଟର ତାକୁ ତ ବାବୁ ପଇସା ନେଇକି ଆଉ ଶୋଧିଲି କଣ କହୁଛୁ ତ ବିଶେଷକୁ ମୁଁ କଣ କହୁଛୁ ତ ଇଣ୍ଡଷ୍ଟ୍ରି ଆସୁଛି କାହିଁକି? ମୁଁ କହିଲି ଇଣ୍ଡଷ୍ଟ୍ରିରେ ଏଇ ଯୋଉ 2 ନମ୍ବର କେସ୍ କଣ ଆମ ଦ୍ୱାରା ହବନି। ମୁଁ ଗୋଟେ ଥର ଛାଡିଦେଲି କିଛି ନାହିଁ ତ ମନା କଲ। ଆପଣ ଏଥର ତ ମୁଁ ଡାକିକି ଦେଇନି ତମେ ଆସିଲ ମୁଁ ରହିବାକୁ। ବାବୁ ମୁଁ ଯାଇଥିଲି ବୋଲି ତ ମୁଁ ଆଜ୍ଞା ଏତେ ମାଲିକ ଏତେ ନାଇଁ ତୋ ପଡିଛି। ଭିଡିଓ ବି ତତେ ଆଉ ତୁ କଲୁ ଏଭଳିଆ ଖରାପ ଭିଡିଓ ଛାଡିଲୁ। ଦେଖନ୍ତୁ ଗୋଟେ ସେ ସ୍ତ୍ରୀ ଲୋକ ଆପଣଙ୍କୁ କି ଫୋନ କରୁଛି କାହିଁକି ମତେ ନା? କାହିଁ ସେ ଫୋନ କରିବ? ମତେ ଗୋଟେ କଥା କୁହ, ଆଜ୍ଞା କାହାର ସ୍ତ୍ରୀ ଲୋକ ଯାତ୍ରା ଜିନିଷ ମତେ ଫୋନ କରିନାହାନ୍ତି। ବାବା ତମେ ଆପଣ ଯାତ୍ରା ଯେ ସୁସ୍ଥ ନିୟମ ସେମିତି ମୁଁ ଆପଣ ତ ଯାତ୍ରା କରୁଥିବି ବାବୁ, ହଁ ଯଦି ମୋର କିଛି ସୁବିଧା ଅସୁବିଧା ହେଲା। ନାଇଁ ସୁବିଧା ସେମିତି ହୁଏନି ସବୁବେଳେ। ଯଦି ପ୍ରକୃତରେ ନା ତମର ବାବୁ କଣ ମୁଁ ଅସୁବିଧା ହେଲା ଆପଣଙ୍କ ଯାଇପାରିବିନି, ତମେ ମୋ ନିଜେ ଘରେ ଆସିକି ମନା କଥା ହବ। କରିବେ। ଆଜ୍ଞା ହଉ ଠିକ ଅଛି, ଶୁଣ ଆଜ୍ଞା ତମର ରହିବେ ନାହିଁ ନା ତ ସେଇପାଇଁ କାହିଁ ଫୋନ କଲେ ଜାଣିଛୁ ତ? ବାବୁ ତୋର ଇଚ୍ଛା ନାହିଁ। ନା ବାବୁ ମୁଁ ଆରଥର ମୋ ମନା କଲୁ ଇଚ୍ଛା ଥିଲା କି ନଥିଲା ସେ ଭଗବାନ ମା ତାରିଣୀ ଯିଏ ଜାଣିଥିବେ, ଲୋ ସେଇଥିପାଇଁ ମୁଁ ଠିକ କହୁଥିଲି ଗୋଟେ ଠାକୁର ବଡ ଅଛନ୍ତି ପାଟିକି ତୋର ଯିବି ମଙ୍ଗଳ ପାଟିରେ କରନ୍ତୁ। କହିବି ନାହିଁ। ଶୁଣ ଆଉ ଦେଖ ଆପଣଙ୍କୁ ଛାଡିଲା ପରେ ମତେ ବି ଆଉ ବଡ ପାଟି ମିଳିବ, ମୁଁ ନାଇଁ ମୁଁ ନିହାତି ମନା ଯିବି, କଲି ତ ମୁଁ ନିହାତି ଯିବି। ହଉ ବାବୁ ମୁଁ ମନା କଲି ତତେ। ମତେ ଯେତେବେଳେ କହିବେ ଆପଣ ନେଇକି ପଇସା ଦେଇ ଆସିବି। କିନ୍ତୁ ଆଜି ମୁଁ ସେଇ ପାଇଁ ଫୋନ କଲି ବା, ମୁଁ ତୋର ଇଚ୍ଛା ନାହିଁ କାହିଁ ତତେ ହଁ ବାବୁ ବ୍ୟବସ୍ଥା କରିବି। ତୁ କେତେବେଳେ ଆସିପାରିବୁ? ହଁ ଆପଣ ଯେତେବେଳେ କହିବେ ମୁଁ ଯିବି। ଯୋଉଠି ମୁଁ ଥାଇ ନଥାଏ ସେ ଯୋଉ କାଗଜ ମୁଁ ଦେଇଥିବି ଗଲାବେଳେ ମୁଁ କେତେବେଳେ କାଗଜ ବାବୁ କାଗଜ କାହିଁ ନେବି, କାଗଜ ନେବିନି ବାବୁ। ନାଇଁ ନା ତୁ କାଗଜ କେମିତି ନେଇ ରଖିବି? ତୋର ରଖିଛି କି? ନାଇଁ ବାବୁ। ହାତ ରଖିଛି କି? ବାବୁ କୁହନ୍ତୁ ମୁଁ କୋଉଠି ନେଇକି ଦେଇକି ଆସିବି। ତୁ ଢାବାକୁ ପଳେଇ ଆସିବୁ। ବାବୁ ତୁ ମୁଁ ଥାଏ ନଥାଏ ତୁ କାଗଜ ଦେଇଯିବି। ବାବୁ କେତେବେଳେ ଆସିବୁ? ବାବୁ ମୁଁ ଦିଟା ମୁଁ ଯାହା କହିଲେ ପଇସା ପତ୍ର ଦେବି। ନାଇଁ ଆଉ କେତେ 10ଟା ଖଣ୍ଡେ ବେଳକୁ ମୋର ଆଜି ବୁକିଂ କେମିତି ଦେବେ? ବାବୁ ଆପଣ କେତେ ସମୟ ରହିବେ କହୁନାହାନ୍ତି? ମୋ ଠାଇ କଣ ଅଛି? ମୁଁ ଥାଏ ନଥାଏ ତୋର ଅସୁବିଧା ଅଛି ନା ବାବୁ ହାତର ନା ବାବୁ ହାତରେ କଣ ଅଛି? ନା ବାବୁ। ତୁ 10ଟା ଖଣ୍ଡେ ବେଳକୁ ଆସିପାରିବୁ? ହଁ ବାବୁ ପଳେଇ ଆସିବି। 10ଟା ବେଳେ ଆସିବି ଢାବାରେ ମୁଁ ଥାଏ ନଥାଏ ମୁଁ ତୋ କାଗଜ କହୁଛି ଜଣକୁ ଇଏ କରିଦବୁ। ବାବୁ ସେ ପହଞ୍ଚି ମତେ କଥା କରିବୁ। ବାବୁ ଆରଥର ଯୋଉ ଭଳିଆ ହେଇଥିଲୁ ବାବୁ ମୁଁ ଟିକେ ରହିପାରୁନି। ତଥାପି କେତେବେଳେ ଭିତରେ ଆସିପାରିବୁ? ମୁଁ ଦେଲେ ମୁଁ 9ଟା 10ଟା ଭିତରେ ମୁଁ ଅଛି ତଳେ ପଳେଇବି। ହଁ ବାବୁ ଏବେ ମୁଁ ତ ଆସି ଯାତ୍ରା ଭାଇକି ଆସିକି ଆସୁଛି। କାଲି ହୁଁ ଆସିକି ଏଇ ଜିନିଷ ପତ୍ର ରଖିଦେଇକି ପଳେଇବି ଆଉ, ବସର ଜିନିଷ ଥିଲା ବେଡିଂରେ ରଖିଦେଇକି ଘରକୁ ପଳେଇବି ଆଉ। ତ କୋଉଠି ଯିବଟି? ପାଟି ବାବୁ ଅଛି ଆମର ବା କଖଡି, ଆପଣଙ୍କର ଯୋଉ ଅଛି ହୁଁ ପାଟି ସବୁ ତ ଗୋଟେ ଲାଇନରେ ପଡୁଛି, ତୁଳସୀ ହୁଁ ଆଉ ଦରବାର ହୁଁ ଆଉ ଏଠି ଆମର ପଡିଛି, ସେଠି କୋଣାରେ ପଡିଛି, 4ଟା ପାଟି ବାବୁ ପାଖରେ ପଡିଛି। ତୁ ବର୍ତ୍ତମାନ କୋଉଠି ନାଟକ କେତେ ଭାଙ୍ଗିଲା? ନାଟ ଭାଗିଲା ବାବୁ ଏଇ 15 ମିନିଟ୍ ହେଲା। ଆଉ ତୁ ଘରୁ ହେଇଯିବୁ ନା? ମୁଁ ପଳେଇବି ଏଇ ସାଥେ ଆଉ, ଥୋଇ ଦେଇକି ଜିନିଷ। କେତେବେଳେ ପହଞ୍ଚିବୁ ତଥାପି? ମୁଁ ବାବୁ ପଳେଇବି 10ଟା ବେଳକୁ ଆଜି ବାବୁ ଯାଇକି ପଇସା ମୁଁ ପୁଣି ଠିକ କରିବି। ମତେ ଟିକେ ହଉଛି ନାଇଁ ଭଦ୍ରକ ଶୁଣ ଯିବି, ଯଦି ଯାହାକୁ ପଇସା ମୁଁ କାହିଁ ଦେଇଥିଲି ଫୋନ ତାଙ୍କଠୁ କଲି ଆଣିବି। କହିଲୁ ଆଜ୍ଞା ମୁଁ କାହିଁ ଫୋନ କଲି କହିଲୁ? ମୁଁ ଯଦି ପଇସା ଜଣଙ୍କର ଦେଇ ଇଚ୍ଛା ଦେଇଛି, ନାହିଁ ତାହେଲେ ପଇସା ଟା ତୋର ଦେଇ କିଛି ଦେଇଛି ବାବୁ, ଆବଶ୍ୟକ ନାହିଁ। ମୁଁ ଆଁ ପଇସା ଟା ଦେଇ ଦେଇଛି। ମୁଁ ୟାଙ୍କ କତିରୁ ଆଉ ତ ପଇସା ଆଣିବି ନାହିଁ। ନା ଯୋଉଠି ତୁ ଯାହା ଆଣିବୁ କହୁଛି ମୁଁ ଯୋଉଟା ପଇସା ସେତେବେଳକୁ ଆଣିବି ମତେ ଚାକିରିଟା 15 ଦିନ ଦରକାର, କିନ୍ତୁ ଆପଣ ପଇସା ମୁଁ ଆଜି ନେଇକି ଦେଇଦେବି। ମୁଁ ଏବେ ଭଦ୍ରକ ଯିବି, ଯୋଉ ହୁଁ ପଇସା ଦେଇଥିଲି ଯାହାକୁ ବାବୁ ମୁଁ ତାଙ୍କୁ ହୁଁ ମାଗିଲେ ସେମାନେ ଦେଇଦେବେ ମତେ। ହଁ ମୁଁ ଦିଅନ୍ତୁ, ମୁଁ ଆଉ କିନ୍ତୁ ଆର ଶହେ ବାର ଚିନ୍ତା କର। ବାବୁ ଦିଥର ଠକିଲୁଣୁ। ମୁଁ ବାବୁ କେବେ ଠକେ ନଥାଏ। ମୁଁ କହିଛି ମୁଁ ଯଦି ନ ଯାଇଥାନ୍ତି ମୁଁ କହିଛି, କିନ୍ତୁ ହଁ ବାବୁ ଦେଖନ୍ତୁ ମୁଁ ଯାଉଦିନ ନଗଲା ଉପରକୁ ମତେ ଆଉ ଯୋଉ ଭାଷା କହିଦେଲେ ନା ଘରଣୀ କି ଆଉ ତମ ଘର ଘର ଟା ଲୋକ ବହୁତ ମତେ ମନ କାହିଁ ଦୁଃଖ ଫୋନ କରୁଛନ୍ତି। କରୁଥିଲେ? ମୁଁ କହୁଛି ଘରଣୀ ବାବୁ ସେମିତି ତାଙ୍କ ଅନ୍ତର ଭିତରେ ସେମିତି ନଥାଏ, ସେମିତି କହିଦିଅନ୍ତି। ହଁ ଆଉ ସେ ତ ଯାତ୍ରା ପାଟି ମାଗିନା ନୁହେଁ ନା। ନା ସିଏ ମତେ ଫୋନ କରିବା କିଛି ଆବଶ୍ୟକ ନଥାନ୍ତା। ସେ ହଉ ତାଙ୍କର ତ ଇଚ୍ଛା ନାହିଁ, ତମେ ଯାଅନି ସେଠିକି ବାବୁ ହୁଁ ଏମିତି। ହଉ ଠିକ ଅଛି ବାବୁ, ହଉ ନରମ ନାହିଁ ମୁଁ ସେଇଟା ଏବେ ହେଲା ପଳେଇ କଥା। ଯାଉଛି। ବାବୁ ପଳେଇ ଯାଉଛି, ଭଦ୍ରକ ଯିବି, ହୁଁ ଭଦ୍ରକରୁ ପଇସା ଧରିକି ବାବୁ ଆସିବି। ଆଉ ତ ସଡନ କୋଉଠି ଆଣିପାରିବିନି ବାବୁ। ମୁଁ ଏଇ ଫୋନ କରୁଛି, ମୁଁ ତାଙ୍କର 8ଟା 9ଟା ଦୋକାନ ଖୋଲିବେ, ସୁନା ଦୋକାନ। ହଁ ସିଏ ମୋ ସାଙ୍ଗ, ଆଉ ଗୋଟେ କଣ୍ଟ୍ରାକ୍ଟ ଅଛି। ମୁଁ ଯେକୌଣସି ପ୍ରକାର ରାଜି ବାବୁ ନେଇକି ଯେତେବେଳେ ହେଲେ ନା ପଇସା ଆଜି ଆପଣଙ୍କୁ କେତେବେଳେ ଦେଇଦେବି। ପହଞ୍ଚିବୁ ତଥାପି? ମୁଁ ତଥାପି ଏଇଠି ଘରୁ ବାହାରିନେ ମୁଁ ଯାଇକି 10ଟାରେ ପହଞ୍ଚିଗଲେ 8ଟା 9ଟା ହେଇଯିବ ଭଦ୍ରକରେ ପହଞ୍ଚିବ। ପୁଣି ସେଠୁ ଭଦ୍ରକରୁ ଡାଇରେକ୍ଟ ଆସି ଚଣ୍ଡିଖୋଲ ପହଞ୍ଚିବି ଆଉ।
ସେ ଢାବାକୁ ପଳେଇବୁ। ଆଜ୍ଞା, ମୁଁ ଯଦି ଥିବି ମୁଁ ଗଲା ପରେ ଆପଣଙ୍କୁ ଫୋନ କରିକି ଯିବି ବାବୁ। ହଁ ହଁ ଜୁହାର ବାବୁ। ହଉ ରହିଲି।